ଛେନାପୋଡ଼ ହେଉଛି ଆମ ଓଡ଼ିଶାର ଗୋଟେ ପାରମ୍ପରିକ ମିଠା। ଆଉ ଏଟା ଖାଇବାକୁ ପିଲାଠାରୁ ବଡ଼ ସମସ୍ତେ ପସନ୍ଦ କରିଥାନ୍ତି। ମୁଁ ଆଜି ବିନା ଚିନିରେ ଏଠି ଛେନାପୋଡ଼ ବନେଇଛି। ଆଉ ଆକୁ ଆମେ ଗୁଡ଼ରେ ବନେଇବା। ଆଉ ମାତ୍ର 2 ଚାମଚ ଗୁଡ଼ରେ ମୁଁ ଏଠି ଗୋଟେ ସିକ୍ରେଟ୍ ଜିନିଷ ୟୁଜ୍ କରିଛି, ଯାହାଦ୍ୱାରା କି ଛେନାପୋଡ଼ରେ ଆପଣଙ୍କୁ ବେଶୀ ମିଠା ବିଲକୁଲ ବି ପକାଇବାକୁ ପଡ଼ିବନି। ତ ଏଠି ଦେଖନ୍ତୁ ଛେନାପୋଡ଼ କେତେ ସଫ୍ଟ ହେଇଛି। ଆକୁ ମୁଁ ପୁରା ଗରମ ଗରମ କାଟିଛି, ସେଥିପାଇଁ ଆପଣଙ୍କୁ ଟିକେ ବେଶୀ ସଫ୍ଟ ଲାଗୁଥିବ, କିନ୍ତୁ ଏଟା ଟିକେ ରହିଗଲା ପରେ ନା ପୁରା ପରଫେକ୍ଟ ହେବ। ଆଉ ଟେଷ୍ଟ ବି ସତରେ ବହୁତ ହି ବଢ଼ିଆ ଥିଲା। ପିଲାମାନେ ଆମ ଘରେ ବେଶୀ ବ୍ୟସ୍ତ ହେଉଥିଲେ, ତ ମୋତେ ତାକୁ ଗରମ ଗରମ କାଟିକି ଦେଖିବାକୁ ପଡ଼ିଲା। ତ ଆପଣ ଏମିତି ନିଶ୍ଚୟ ଥରେ ବନାନ୍ତୁ। ନମସ୍କାର, ଟେଷ୍ଟି ଓଡ଼ିଆ ଫୁଡ଼କୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଏଇଠି ଛେନାପୋଡ଼ ବନେଇବା ପାଇଁ ମୁଁ ଏଇଠି 3 ଲିଟର କ୍ଷୀର ନେଇଛି। ମୁଁ ଏଇଠି ଫୁଲ୍ ଫ୍ୟାଟ୍ ମିଲ୍କ ନେଇଛି। ଫୁଲ୍ ଫ୍ୟାଟ୍ ମିଲ୍କ ନେଲେ କ'ଣ ହେବ ନା ଆମର ଛେନାର କ୍ୱାଣ୍ଟିଟି ଟିକେ ଅଧିକା ବାହାରିବ। ତ ଏଇଟାକୁ ଗୋଟେ ହେଭି ଜାଗାରେ ଆମେ କ'ଣ କରିବା, ବସାଇଦେବା ଆଉ ତାକୁ କଣ୍ଟିନ୍ୟୁଅସଲି ଗୋଳେଇବା। ଆଉ ଗ୍ୟାସ୍ର ଫ୍ଲେମ୍ ଆପଣ ହାଇ ରଖିବେ। ଆପଣ ଯଦି କଞ୍ଚା କ୍ଷୀର ଏଇଠି ନେଉଛନ୍ତି ତ ଆପଣ ଆକୁ 4-5 ମିନିଟ୍ ପ୍ରଥମେ ଫୁଟାଇ ଦେବେ। ଫୁଟାଇ ଦେଲା ପରେ ଆପଣ ଗ୍ୟାସ୍ର ଫ୍ଲେମ୍କୁ ବନ୍ଦ କରିଦେବେ। ଆଉ ଯଦି ସିଝା କ୍ଷୀର ନେଉଛନ୍ତି, ଯେତେବେଳେ ଆପଣ ଏଇଟା ଫୁଟି ଆସିବ ଆପଣ ସାଙ୍ଗେ ସାଙ୍ଗେ ତାକୁ ବନ୍ଦ କରିଦେବେ। ବନ୍ଦ କଲା ପରେ ଏଠି ଦେଖନ୍ତୁ 3 ବଡ଼ ଚାମଚ ଭିନେଗାରରେ ମୁଁ ଅଧା କପ୍ ପାଣି ମିଶାଇକି ରଖିଥିଲି। ତ ସେଇଟା ଏଠି ଆସ୍ତେ ଆସ୍ତେ ଦେବା। ଆଉ ଗ୍ୟାସ୍ର ଫ୍ଲେମ୍କୁ ତ ଏଠି ବନ୍ଦ ରଖିଥିବେ। ଆପଣ ଚାହିଁଲେ ଏଠି ଲେମ୍ବୁ ଦ୍ୱାରା ବି ଛିଣ୍ଡେଇ ପାରିବେ ପାଣି ମିଶାଇକି। ଯେତିକି ଲେମ୍ବୁ ରସ ଦେବେ ଯଦି 1 ଚାମଚ, ତ 2-3 ଚାମଚ ପାଣି ମିଶାଇକି ଏଟାକୁ ଆପଣ ଛେନା ଛିଣ୍ଡେଇ ପାରିବେ। ତ ଏଠି ଦେଖିପାରୁଥିବେ ଏଇଟା ଦେଲା ପରେ ସାଙ୍ଗେ ସାଙ୍ଗେ ଏଇଟା ଛିଣ୍ଡିଗଲା, ଏମିତି ଗ୍ରୀନ୍ କଲର୍ ପାଣି ଏମିତି ଆସିଗଲା। ତ ଯଦି ଆପଣଙ୍କର ସେତିକି ଭିନେଗାରରେ ନ ଛିଣ୍ଡେ ଆପଣ ଆଉ ଟିକେ ବି ପକାଇ ୟୁଜ୍ କରିପାରିବେ। ତ ସାଙ୍ଗେ ସାଙ୍ଗେ ଆକୁ କ'ଣ କରିବା, ଆମେ ଛାଣିଦେବା। ଗରମ ପାଣିରେ ପକାଇକି ଛେନାକୁ ରଖିବେନି, ଛେନା ପୁରା ଟାଣ ହେଇଯିବ। ତାକୁ ସାଙ୍ଗେ ସାଙ୍ଗେ ଛାଣିଦେବା। ଆଉ ଏଠି ମାନେ ଭଲ ପାଣିରେ ଆକୁ 1-2 ଥର ଆପଣ ଧୋଇଦେବେ, ଯେମିତି ଭିନେଗାରର ବାସ୍ନାଟା ପଳାଇବ। 2 ଥର ପାଖାପାଖି ଟିକେ ପାଣି ଢାଳିଦେବେ। ତ ଏଠି ଦେଖନ୍ତୁ ମୁଁ ଆକୁ ଏଠିକୁ ଛାଣି ଦେଇଛି। ଆକୁ ବେଶୀ ବି ଚିପୁଡ଼ିକି ଛାଣିବା ଦରକାର ନାହିଁ। ତ ଏଠି ଦେଖନ୍ତୁ ଏଇ ଯେଉଁ ଛେନା ପାଣି ଅଛି ନା, ସେଟାକୁ ମୁଁ ଏଠି ଗୋଟେ ଗିନା ରଖୁଛି, ଆମେ ଆକୁ ପରେ ୟୁଜ୍ କରିବା। ଏଇଠି ଦେଖନ୍ତୁ ଛେନାଟାକୁ ମୁଁ ସାଙ୍ଗେ ସାଙ୍ଗେ ଗୋଟେ ବାଉଲକୁ ଏଠି ଅଜାଡ଼ି ଦେଇଛି। ତ ଆକୁ କ'ଣ କରିବା, ବହୁତ ହି ଗରମ ଥିବ ଏଇଟା, ତ ଚାମଚ ସାହାଯ୍ୟରେ ଆକୁ ଭଲକି ଟିକେ ଏମିତି ମିଶାଇ ଦେବା, ଟିକେ ମ୍ୟାସ୍ କଲା ଭଳିଆ କରିଦେବା। ଏଠି ହାତ ବିଲକୁଲ ଲଗାଇବେନି, ନହେଲେ ଗରମ ବହୁତ ଥିବ। ତ ଟିକେ ଥଣ୍ଡା ହେଲା ପରେ 2-3 ମିନିଟ୍ ଆମେ କ'ଣ କରିବା, ହାତ ସାହାଯ୍ୟରେ ଆକୁ ଟିକେ ଏମିତି ଭଲକି ଚକଟି ଦେବା। ଆପଣ କେଉଁଠୁ ମୋର ଭିଡ଼ିଓ ଦେଖୁଛନ୍ତି ନିଶ୍ଚୟ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଆପଣ କମେଣ୍ଟ ଦେଖିଲେ ମୋତେ ବହୁତ ହି ଖୁସି ଲାଗିବ। ଆଉ ମୋର ଭିଡ଼ିଓ କେଉଁଠି ପହଞ୍ଚୁଛି ମୁଁ ବି ଜାଣିପାରିବି। ତ ଏଇଠି ଦେଖନ୍ତୁ ମୁଁ 3 ବଡ଼ ଚାମଚ ଏଠି ସୁଜି ଦେଉଛି। ତ 3 ଲିଟର କ୍ଷୀରକୁ ମୁଁ ଏଠି 3 ଚାମଚ ସୁଜି ଦେଇଛି। ସୁଜିର କ୍ୱାଣ୍ଟିଟି ଆପଣ ଆଉ ଟିକେ ଅଧିକା ନେଇପାରିବେ। ଲିଟର କ୍ଷୀରରେ ବି ଆପଣ 2 ଚାମଚ ସୁଜି ଦେଇକି କରିପାରିବେ, କିନ୍ତୁ ଗୋଟେ ଚାମଚ ଲିଟରକୁ 1 ଚାମଚ ସୁଜି ଦେବେ ନା, ତ ଛେନାପୋଡ଼ ଆପଣଙ୍କର ପୁରା ସଫ୍ଟ ହେବ। ତ ଏଇଠି ଦେଖନ୍ତୁ ଗୋଟେ ସିକ୍ରେଟ୍ ଜିନିଷ ଯେଉଁଟା କହୁଥିଲି, ଏଠି ମୁଁ ମିଲ୍କ ମେଡ଼୍ ଦେଉଛି 2 ବଡ଼ ଚାମଚ ଏଠି ମିଲ୍କ ମେଡ଼୍ ଦେଉଛି। ମିଲ୍କ ମେଡ଼୍ ଦେଲେ ନା ଟେଷ୍ଟ ବହୁତ ହି ବଢ଼ିଆ ଆସିବ। ଆପଣ ଥରେ ଦେଇକି କରିକି ଦେଖନ୍ତୁ। ତାପରେ ଏଠି ମୁଁ ଗୁଡ଼ ପାଉଡ଼ର ଦେଉଛି 2 ବଡ଼ ଚାମଚ ଏଠି ଗୁଡ଼ ପାଉଡ଼ର ଦେଉଛି। ଆପଣ ଚାହିଁଲେ ଯଦି ଖଣ୍ଡ ଗୁଡ଼ ଥିବ ନା, ତାକୁ ଆପଣ ଏଇ ଛେନା ପାଣିରେ ଭେଦେଇକି ଆପଣ ଦେଇପାରିବେ। ତ ଗୁଡ଼ର କ୍ୱାଣ୍ଟିଟି ଆପଣ ଚାହିଁଲେ ଆଉ ଟିକେ ଅଧିକା ବି ନେଇପାରିବେ। ଆମର ଟିକେ କମ୍ ମିଠା ଖାଉ, ତ ମୁଁ ଏଠି କମ୍ ଗୁଡ଼ରେ ଏଠି କରୁଛି। ତ ଛେନା ପାଣି ଯେଉଁ ରଖିଥିଲି ତାକୁ ଏଠି ଦେଇକି ଆକୁ ଆମେ ଭଲକି ଆଉ ଟିକେ ଚକଡ଼ି ଦେବା, ଯେମିତି ଗୁଡ଼ଟା ଭଲସେ ମେଲ୍ଟ ହେବ। ଏଠି ଦେଖିପାରୁଥିବେ ମୁଁ ଆକୁ ଭଲକି ଟିକେ ଚକଟି ଦେଇଛି, ଯେମିତି ତାର ବ୍ୟାଟରଟା ଯେମିତି ରହିବ କି ଇଡଲି ବ୍ୟାଟର ଭଳିଆ ପୁରା ରହିବ। ଆଉ ଟିକେ ଦଦରା ବି ରହିବ, ପୁରା ଚିକଣିକି ଆପଣ ତାକୁ ଚକଟି ଦେବେନି। ଛେନାପୋଡ଼ଟା ଟିକେ ଦଦରା ରହିଲେ ହିଁ ଭଲ ଲାଗେ। ଆକୁ କଭର କରି 10-15 ମିନିଟ୍ ଆମେ ରେଷ୍ଟ ପାଇଁ ଛାଡ଼ିଦେବା। ଏଠି ଦେଖନ୍ତୁ ପୁରା 15 ମିନିଟ୍ ପରେ ମୁଁ ଆପଣଙ୍କୁ ଦେଖାଉଛି। ଏଠି ସୁଜି ପୁରା ଆମର ଭଲକି ଫୁଲିଗଲାଣି। ଆଉ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ନା, ପ୍ଲିଜ୍ ମୋ ଚ୍ୟାନେଲକୁ ନିଶ୍ଚୟ ଗୋଟେ ସବସ୍କ୍ରାଇବ୍ କରିବେ। ଆଉ ରେସିପି ଯଦି ଆପଣଙ୍କୁ ପସନ୍ଦ ଆସେ ଭିଡ଼ିଓଟିକୁ ନିଶ୍ଚୟ ଗୋଟେ ଲାଇକ୍ କରିବେ, ସେୟାର କରିବେ। ତ ଏଠି ଦେଖନ୍ତୁ ଆମେ ଆ ଦେହରେ ଆଉ କିଛି ଜିନିଷ ଆଡ଼୍ କରିବା। ତ ଏଠି ମୁଁ ଗୁଜୁରାତି ଗୁଣ୍ଡ 1 ଛୋଟ ଚାମଚ ଦେଇ ଦେଉଛି। ତ ଏଠି କାଜୁ ମୁଁ 2 ଚାମଚ ଏମିତି କାଟିକି ଦେଇଛି। ଏଇଟା ପୁରା ଅପସନାଲ୍ ଅଛି, ଆପଣ ଚାହିଁଲେ ଏଇଟା ସ୍କିପ୍ କରିପାରିବେ। ଏଠି ଦେଖନ୍ତୁ ବେକିଂ ପାଉଡ଼ର ମୁଁ ଅଧା ଛୋଟ ଚାମଚ ଏଠି ଦେଉଛି। ଯେଉଁ ଛେନାପୋଡ଼ ଆକ୍ଚୁଆଲି ବନା ହୁଏ ତା ଦେହରେ ବେକିଂ ପାଉଡ଼ର ପଡ଼େନି, କିନ୍ତୁ ଆପଣ ଥରେ ବେକିଂ ପାଉଡ଼ର ଦେଇକି କରିକି ଦେଖନ୍ତୁ, ବହୁତ ହି ବଢ଼ିଆ ଲାଗିବ। ତ ବେଶୀ ବିଲକୁଲ ପକାଇବେନି। ଏଠି 2 ଚାମଚ ମୁଁ ଘିଅ ଦେଲି, ଆଉ ଟିକେ ଏମିତି କେଶର ଦେଉଛି 1 ପିଞ୍ଚ, ସେଇଟା ବି ଅପସନାଲ୍ ଅଛି, ଆପଣ ଚାହିଁଲେ ଏଇଟା ସ୍କିପ୍ କରିପାରିବେ।
କିନ୍ତୁ କଲର୍ ବହୁତ ହି ବଢ଼ିଆ ଆସିବ। ତ ଘିଅ ନିଶ୍ଚିନ୍ତ ଦେବେ, ବହୁତ ହି ଭଲ ଲାଗିବ। ଆକୁ ଭଲ କି 2-3 ମିନିଟ୍ ମିକ୍ସ କରିଦେଲି। ତ ଏଇଠି ଦେଖନ୍ତୁ ଗୋଟେ କେକ୍ ଟିନ୍ ମୁଁ ନେଇଛି, ଆ ଦେହରେ ତଳେ ପୁରା ମୁଁ ତେଲ ଲଗାଇ ଦେଇଥିଲି, ଆଉ ଏଠି ବଟର ପେପର ଦେଇଦେଇଛି ପୁରା ସାଇଡ଼୍ ବି ତଳେ ବି। ଆପଣ ଏଠି ଚାହିଁଲେ କଦଳୀ ପତ୍ର ୟୁଜ୍ କରିପାରିବେ ଯଦି ବଟର ପେପର ନଥିବ। ତାପରେ ଆମେ କ'ଣ କରିବା, ଏ ବ୍ୟାଟରକୁ ସବୁ ଦେଇଦେବା। ଦେଇକି ଉପରଟା ଆମେ ଚାମଚ ସାହାଯ୍ୟରେ ଭଲ କି ତା ଉପରଟାକୁ ପ୍ଲେନ୍ ଏମିତି କରିଦେବା, ଯେଉଁଟାକି ବହୁତ ସୁନ୍ଦର ଦେଖାଯିବ। ତ ଏଇଠି ଦେଖିପାରୁଥିବେ ମୁଁ ସବୁତକ ବ୍ୟାଟର ଏଠି ଦେଇଦେଲି। ତ ଏବେ କ'ଣ କରିବା, ମୁଁ ଉପରେ ଟିକେ ଏଠି କେଶର ଦେଉଛି। ତ ଆପଣ ଚାହିଁଲେ ଏଠି ସ୍କିପ୍ କରିପାରିବେ, କିନ୍ତୁ ଏଠି ଦେଲେ ଟିକେ ସୁନ୍ଦର ଦେଖାଯିବ, ସେଥିପାଇଁ ମୁଁ ଏଇଟା ଦେଉଛି। ଆଉ ଆକୁ 2-3 ଥର ଟ୍ୟାପ୍ କରିଦେବା, ଯାହାଦ୍ୱାରା କି ଯଦି ଏୟାର ବବଲ୍ ଥିବ ସେଟା ରିଲିଜ୍ ହେଇଯିବ। ତ ଏବେ ଆମେ ଆକୁ ବେକ୍ କରିବା ପାଇଁ ନେବା। ଏଇଠି ଦେଖନ୍ତୁ ମୁଁ କଡ଼େଇକି ପ୍ରି ହିଟ୍ କରିକି ରଖିଛି 5 ମିନିଟ୍ ଆଗରୁ। ମୁଁ ପୁରା ହାଇ ଫ୍ଲେମ୍ ଦେଇକି ତଳେ ଲୁଣ ଆଉ ଗୋଟେ ଷ୍ଟାଣ୍ଡ ରଖିକି ଆକୁ ପୁରା ଭଲସେ ଗରମ କରିଦେଇଥିଲି। ଏବେ କେକ୍ ଟିନ୍ ଦେଇଦେବା, ଆଉ ହାଇ ଫ୍ଲେମ୍ରେ ଏଇଠି ପ୍ରଥମେ 10 ମିନିଟ୍ ରଖିବା, ତାପରେ ଲୋ ଫ୍ଲେମ୍ରେ ମିନିମମ୍ 1 ଘଣ୍ଟା ରଖିବା। ତ ଏଇଠି ମୋତେ ପୁରା 1 ଘଣ୍ଟା 20 ମିନିଟ୍ ଲାଗିଲା ଏଇଟା ବେକ୍ ହେବା ପାଇଁ। ତ ଆପଣଙ୍କର କ୍ୱାଣ୍ଟିଟି ଦେଖିକି ଆପଣଙ୍କର ଟାଇମ୍ ଲାଗିପାରେ, ଆଉ କେକ୍ ଟିନ୍ର ମାନେ ସାଇଜ୍ ନେଇକି ବି ଆପଣଙ୍କୁ କମ୍ ବେଶୀ ଟାଇମ୍ ଲାଗିପାରେ। ତ ଆପଣ ଛୁରୀ ସାହାଯ୍ୟରେ या ଟୁଥପିକ୍ ସାହାଯ୍ୟରେ ଚେକ୍ କରିବେ, ଯଦି କ୍ଲିନ୍ ଆସୁଛି ନା ଆପଣ ଜାଣିବେ ଏଇଟା ହେଇଗଲାଣି ବୋଲି। ମୋର ଏଠି ବନିକି ରେଡ଼ି ହେଇଗଲାଣି ଛେନାପୋଡ଼। ଆକୁ ପୁରା ଥଣ୍ଡା କରିବାକୁ ଛାଡ଼ିଦେବେ, ବିଲକୁଲ ବି ଗରମ ଗରମ ମୋ ଭଳିଆ କାଟିବେନି। ପୁରା ଥଣ୍ଡା କରିବାକୁ ଛାଡ଼ିଦେବେ, 2 ଘଣ୍ଟା ପାଖାପାଖି ଥଣ୍ଡା କରିଦେବେ। ତ ମୁଁ ଏଇଟାକୁ ପୁରା ଗରମ ଗରମ ବାଧ୍ୟ ହୋଇକି କାଟୁଛି, କାହିଁକିନା ପିଲାମାନେ ପୁରା ଏତେ ବ୍ୟସ୍ତ ହେଉଛନ୍ତି ଖାଇବା ପାଇଁ ନା। ମୁଁ ଯଦି ଆକୁ 1-2 ଘଣ୍ଟା ଛାଡ଼ିଦେବି ତ ଆପଣଙ୍କୁ ଏମିତି ଗୋଲ ବି ଦେଖେଇ ପାରିବିନି। ତ ଏଇଠି ଦେଖନ୍ତୁ 1 ଘଣ୍ଟା ଯଦି ଆପଣ ଛାଡ଼ିଦେବେ, ଆପଣଙ୍କର ବଟର ପେପର ବି ଆରାମସେ ବାହାରିଯିବ। ତ ମୋତେ ଏଇଠି ଟିକେ କଷ୍ଟ ହେଲା ବାହାର କରିବା ପାଇଁ। ତ ଏଇଠି ଦେଖନ୍ତୁ ମୁଁ ଆକୁ ଗୋଟେ ପ୍ଲେଟ୍କୁ ଏମିତି ଓଲଟେଇ ଦେଲି। ତ ଦେଖିପାରୁଥିବେ ଛେନାପୋଡ଼ର କଲର୍ ବି କେତେ ବଢ଼ିଆ ଆସିଛି, ଆଉ ସତରେ ଟେଷ୍ଟ ବହୁତ ହି ବଢ଼ିଆ ହେଇଥିଲା। ଆପଣ ଏମିତି ଛେନାପୋଡ଼ ନିଶ୍ଚୟ ଥରେ ବନାନ୍ତୁ, ଆଉ କେମିତି ଲାଗୁଛି ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣେଇବେ। ଏଠି ଦେଖିପାରୁଥିବେ ମୁଁ ପୁରା ଗରମ ଗରମ ଏଟାକୁ କାଟୁଛି, ତ ପୁରା ସଫ୍ଟ ଲାଗୁଛି। ଏଇଟା ଯେତେବେଳେ 1-2 ଘଣ୍ଟା ଆପଣଙ୍କର ରହିଯିବ ନା, ପୁରା ଆଉ ଟିକେ ଟାଣ ହେଇଯିବ, ଆଉ ଟେଷ୍ଟ ବି ସତରେ ବହୁତ ହି ବଢ଼ିଆ ହେଇଥିଲା। ତ ଏଠି ମୁଁ ଦେଖାଉଛି ଆପଣଙ୍କୁ ଗୋଟେ ପିସ୍ ବାହାର କରି, ଆପଣ ଏଠି ଦେଖି ଜାଣିପାରୁଥିବେ ପୁରା ଧୂଆଁ ବାହାରୁଛି, ପୁରା ଗରମ ଅଛି। ମୋତେ ଏଠି ଧରିବାକୁ ହାତରେ ବି କଷ୍ଟ ହେଉଛି। ତ ଏଠି ଦେଖିପାରୁଥିବେ ଛେନାପୋଡ଼ କେତେ ସଫ୍ଟ ଦେଖାଯାଉଛି। ତ ଆପଣ ନିଶ୍ଚୟ ଥରେ ବନାନ୍ତୁ, ଆଉ କେମିତି ଲାଗୁଛି ମୋତେ ନିଶ୍ଚିନ୍ତ ଜଣେଇବେ। ଆଜି ପାଇଁ ରହିଲି, ପୁଣି ଆସିବେ ଆଉ ଗୋଟେ ନୂଆ ରେସିପି ନେଇକି। ବାଏ ବାଏ।